आउ मत्स्य विभाग तो सबकि फैसिलिटी आउची आम किसी ना सबकि अच्छी मेराइन कार्ड सबकि अच्छी आम किसी पाइपारनु यहाँ हूँ लोकेशन या माध्यम आम कूल को आसु समुद्र को आसु ऊपर मुंड को जापार यहाँ लोकेशन। नमस्कार मु स्वागत करुच्ची चिंटू ब्लॉग्स को मु विजय। आज आम आसी पहुँचीचु ये है पारादीप फिशिंग हार्बर जगतसिंहपुर जिलार एक प्रमुख बंदर। जगतसिंहपुर जिला नुहे ये सारा भारत वर्षर एक प्रमुख बंदर हिसाब से परिचित। आसतु जी आग को माछधरा बंदर भितर गला बेले प्रवेश पथ बा एंट्री पॉइंट जोटा कि प्रथम टिकेट काउंटर टिकेट काटा पड़ो। टिकेट काटा नेक्स्ट जीवा टिकेट काउंटर गला बेले एंट्री कला बेले प्रति पर्सन बा पर एंट्री फीस 5 टंका। ट्रॉली टाक पड़ो 10 टंका। ऑटो 15 टंका। लाइट वेहिकल 20 टंका। हेवी वेहिकल जोटा 4 चकिया जान आमर जाऊँगी 50 टंका। जेसीबी 100 टंका। हाइड्रा 200 टंका एवं क्रेन 500 टंका। चिकेन लोड भाया ऑटो जाऊँगी 200 टंका। चिकेन लोड पिकअप 400 टंका पर वेहिकल एंट्री। चलते जी आग आसी पहुँचले पारादीप माछधरा बंदर भितर। चलते देखा गोटे बोट फिशिंग गला बेले केते दिन भितर फिशिंग करे आउ कौन सब जिनस नहीं जाती खाया पीवा रोसई आउ केते जन स्टाफ सब नहीं जाती। चलतु पचारि बुझा आसतु। आसी पहुँची गले गोटे गोटे बोट भितर जोटा कि एमएम बोट्र आमर साधारणतः ओडिशा रे 2 प्रकार बोट थाए। गोटे एमएम आ गोटे है एमओ। आसतु पचारि बुझा भाई मानू गोटे बोट्रे फिशिंग गला बेले केते दिन रुहती कौन कौन सांगर नहीं जाती आउ केमिति माछ धरती आ सांगर सब इक्विपमेंट्स कौन नहीं जाती। आसतु बुझा भाई आपण नाटा दिवाकर पुष्टि। जो जाते फिशिंग केते दिन पे जाती आमर 5-6 दिन रु 10 दिन भितर 10 दिन भितर 10 दिन भितर यदि किसी है आम आइलु ना पुणी 15 दिन विदा हो जाऊँगी। माछ माछ सब गुंड माछ कि माछ सब धरती सेठी माछ चुंगुड़ी सामुद्रिक माछ चुंगुड़ी और ये सादा माछ सब प्रकार हरजाई माछ छोट माछ बड़ माछ नुह बोरई पाणी आख्या
ଏବଂ ସେ ତା ସାଙ୍ଗରେ କୋକିଲି ସବୁ ପ୍ରକାର ପାରା ପାରା ସେ ଯେମିତି ଛୋଟ ସେଇଭଳିଆ ସବୁ ଚୁନା ମାଛ ପଡ଼ୁଛି। ବଡ଼ ମାଛ ଏବେ ଅଣ୍ଡା ଦେବା ଟାଇମ୍ରେ ଏବେ ବଡ଼ ମାଛ ପଡ଼ୁନାହାନ୍ତି। ଆଚ୍ଛା ସେଇଟା ଆପଣଙ୍କ ଘର କୋଉଠି? ଆମ ଘର କେନ୍ଦ୍ରା ମହାକାଳପଡ଼ା ବତିଗର ପଞ୍ଚାୟତ ବରଗୁଳି ଖଳା। କେତେ ବର୍ଷ ହେଲା ଆପଣ ଫିସିଂ କରୁଛନ୍ତି? ମୁଁ ଫିସିଂ କରୁଛି ଆଜି 26 ବର୍ଷ ହେଲା। ସେଇଟା ଆମର ଆଇଡ଼ିଆର କରିକି ମାରୁଛୁ। ନା ଯନ୍ତ୍ରରେ ସେମିତି ନା ଫିସ୍ ପେଣ୍ଟର ହେଲେ କ'ଣ ହେବ, ଖାଲି ପାଣି ଦେଖ ଇଏ ୱାଟର ଦେଖେଇବ। ଆଚ୍ଛା ଆପଣଙ୍କର ସେଫ୍ଟି ପାଇଁ କ'ଣ କ'ଣ ଇକ୍ୟୁପମେଣ୍ଟସ୍ ନିଅନ୍ତି, ଯେମିତିକି ଲାଇଫ୍ ଜ୍ୟାକେଟ୍ ଅଛି ଏବଂ ଗ୍ୟାସ୍ ଫାୟାର ନାହିଁ, ଲାଇଫ୍ ବୟ ସେଗୁଡ଼ା ନାହିଁ କହିଲେ କ'ଣ ହେବ। ମାଲିକ ସବୁ ସେବା ଦେବା ଦରକାର। ଆଚ୍ଛା କେତେ ଜଣ ଆପଣ ମେମ୍ବର ଯାଆନ୍ତି? ଗୋଟେ ବୋଟ୍ରେ କେତେ ଜଣ ଷ୍ଟାଫ୍ ଯାଆନ୍ତି? ଆମେ 8 ଜଣ ଯାଉ। ଜଣେ ଡ୍ରାଇଭର ଭାଇ? ଡ୍ରାଇଭର ତାକୁ କୁହାଯାଉନି, ତାକୁ କ୍ୟାପ୍ଟେନ୍ କୁହାଯାଉଛି। କ୍ୟାପ୍ଟେନ୍ ଆଉ ସେକେଣ୍ଡ ଡ୍ରାଇଭର କୁହାଯାଉଛି, ତାକୁ ଆମ ଇଏରେ ସେକେଣ୍ଡ ଡ୍ରାଇଭର କୁହାଯାଉଛି। ମାନେ ସେ ଡ୍ରାଇଭର କେତେ ସମୟ ମାନେ ସେ 5 ଘଣ୍ଟା ବସିଲା ପରେ ପୁଣି ଜଣକୁ ଦରକାର ନା ନାହିଁ ରେଷ୍ଟ ପାଇଁ। ଆଚ୍ଛା ମାଷ୍ଟର କାହାକୁ କୁହନ୍ତି? ବୋଟ୍ର ଯେଉଁ କୁହନ୍ତି ମାଷ୍ଟର କାହାକୁ କୁହନ୍ତି? ମାନେ ସେ ମାଷ୍ଟର ଯିଏ ହେଉଛି କ୍ୟାପ୍ଟେନ୍ ବହୁତ ସମୟ ଧରିଲା ପରେ ତାକୁ ମାଷ୍ଟର କୁହାଯାଉଛି। ସେ 2 ଘଣ୍ଟା ଧରିବ ଏବଂ ଯେ କ୍ୟାପ୍ଟେନ୍ ରହିଛି 6 ଘଣ୍ଟା କି 10 ଘଣ୍ଟା ଧରିଗଲା ପରେ ତାପରେ ମାଷ୍ଟର ତାକୁ କୁହାଯାଉଛି। 2 ଘଣ୍ଟା ଦେଇକିରି ଶୋଇବ କ୍ୟାପ୍ଟେନ୍। ଆପଣଙ୍କ ବୋଟ୍ରେ କେତେ ଜଣ ଷ୍ଟାଫ୍ ଅଛନ୍ତି? ଆମ ବୋଟ୍ରେ 8 ଜଣ ଷ୍ଟାଫ୍ ଅଛନ୍ତି। ଡ୍ରାଇଭର ମାଷ୍ଟର ଭାଇଙ୍କୁ ମିଶେଇକି? ହଁ ସମସ୍ତଙ୍କୁ ମିଶେଇକି 8 ଜଣ। ଦେଖିବା ଟିକେ ଭିତରେ କ'ଣ ସବୁ ଯନ୍ତ୍ର ଅଛି? ହଁ ଠିକ୍ ଅଛି। ଏଇଟା କ'ଣ? ଏଇଟା ହେଉଛି ଫିସ୍ ମିଟର ମାନେ ୱାଟର। ଏଇଟା ହେଉଛି ୱାଟର। ଏବେ କାମ କ'ଣ? ଏହାର କାମ ପାଣି। ଏବେ ପାଣି କେତେ ମାନେ ଏବେ ପାଣି ହେଉଛି 10 ବାମ୍ ମାନେ 10 ହାତ ପାଣି। 2 ବାମ୍ ପାଣି 10 ହାତ ହେବ। 2 4 ମାରିଛି 10 ହାତ ହେବ। ଆଉ ଏଇଟା ହେଉଛି ଲୋକେସନ୍। ୟା ମାଧ୍ୟମରେ ଆମେ କୂଳକୁ ଆସୁଛୁ, ସମୁଦ୍ରକୁ ଆସୁଛୁ ଏବଂ ଉପର ମୁଣ୍ଡକୁ ଜାଣିପାରୁଛୁ। ଏଇଟା ଲୋକେସନ୍। এইটা হচ্ছে ইঞ্জিনর স্পিড মানে এইটারে আমি জানিপারছু কেতে স্পিড দেলে কেতে যাব এইটা কହୁଛି এইটা ଆଉ ଏ ହେଉଛି ୱାୟାରଲେସ୍ ଆମର ରେଡ଼ିଓ ରହିଲେ ଧରୁଛି ନହେଲେ ୟା ମାଧ୍ୟମରେ ଆମେ ଜାଣିପାରୁଛୁ ସବୁ। ହଁ ଏ ଦୁଇଟା ମାଧ୍ୟମରେ ଆମେ ସବୁ ଜାଣିପାରୁଛୁ ଉପରୁ ରିପୋର୍ଟ ଯିବ ସବୁ କିଛି ଯିବ ଆମେ ଜାଣିପାରୁଛୁ। এইটা ଷ୍ଟେରିଂ এইটা হচ্ছে মানে যেমিতিয়া আম বাইকরে আরপিএম দিয়া যাଉଛି এইটা হচ্ছে বাইক ভলিয়া আরপিএম এইটা দিয়া যাଉଛି ଆଉ এইটা বাইকরে যেমিতি গিয়ার পড়ুଛି এইটা গিয়ার পড়ুଛି। এইটা উপরে হচ্ছে বেডরুম তলে হচ্ছে বেডরুম ସବୁ। ରୋଷେଇ କୋଉଠି ହୁଏ? ରୋଷେଇ ସେପଟେ। ରୋଷେଇ ରୁମ୍ ନୁହଁ ଚିକେନ ରୁମ୍ କୁହାଯାଉଛି। କିଚେନ୍ ରୁମ୍। ଆପଣମାନେ ୟୁଟ୍ୟୁବର କରୁଛନ୍ତି ନା କ'ଣ? ଏଇଟା କିଚେନ୍ ରୁମ୍। ଏଠି ଗ୍ୟାସ୍ ରୁହେ, ଗ୍ୟାସ୍ରୁ ରୋଷେଇ ଚାଲେ। ଆଉ ଇଏ କ'ଣ? ଜାଲ ଯୋଉ ପଡୁଛି ଅରରସି ଆ ଦେହରେ କ'ଣ ମାନେ ଟଣା ହୁଏ ଜାଲ? ଜାଲ ପଡିବ ୟା ଦେହରେ ଜାଲ ମାଛ ଧରା ସରିଲେ କୋଉଠି ଆ ଭିତରେ କ୍ୟାରେଟ୍ ପ୍ଲସ୍ ଷ୍ଟୋରେଜ୍ ବୋର୍ଡ। ବରଫ ଯାଉଛି। ଏଇଟା ବରଫ ତା ଭିତରେ ଲୋଡ୍ ଅଛି। ବରଫଟା ମାନେ ପାଣି ହେଇଯାଏନି ଅଧିକ ଦିନରେ? ନା ନା ଏତେ ଦିନ ମାନେ କୁଲର ଏଇଟା କୁଲର।
এটা ଲାଗିଛି ଏସି ଲାଗିଛି ୟା ଦେହରେ ଏସି ଲାଗିଛି। ଏଇ ଦେଖ ଏଇଟା ହେଉଛି ବରଫ। ଏହା ଭିତରେ ସବୁବେଳେ ପାଇଁ ଥଣ୍ଡା ରହିବ, ମାଛ ସୁରକ୍ଷାରେ ରହିବ। ତା ଦେହରେ ମାଛ ଆସୁଛି। ଭାଇ ଏଇଟା ଯୋଉ ରଖିଛନ୍ତି ମାନେ ପୁରା ମୁଣ୍ଡା ଟାଇପର ସେଟା ତରଳେନି? ନାଇଁ ତରଳିବ, ଆମେ ଭାଙ୍ଗିଲା ପରେ ତରଳିବ। ସବୁଆଡେ ଭାଙ୍ଗିବାକୁ ପଡିବ। କେମିତି? ପୁରେଇଲେ ଉପରୁ ତାପରେ ଖଣ୍ଡ ଖଣ୍ଡ ହୁଏ ଏଟା ପୁଣି ଜଏଣ୍ଟ ପୁରା ଚୁନା ହେଇଯିବ, ପୁରା କସର ମାନେ ଇଏ କସର। କୋଉ କସର? ଆମ ଯେମିତିଆ ଇଏ ଭଙ୍ଗା ହଉଛି କଣ କହିଲ, ଆମର ପଥର ଭଙ୍ଗା ହଉଛି ଏ କସର 58 38। ଏଇଟା ହଉଛି 38 58, ଯୋଉ ପ୍ରକାର କରିବ ସେଇ ପ୍ରକାର ଚାଲିବ। ପାଣି ଭିତରେ ଯେତେବେଳେ ଯା ଡର ଲାଗେନି ମାନେ କେତେବେଳେ କଣ କରିବୁ, ଆମେ ତ ଗରିବ ଜୀବନରେ ଖଟୁଛୁ। ଆମେ ପାଣି କଣ ଆମର କଣ ବର୍ଷା କଣ ଝଡ଼ କଣ, ପାଣି ଭିତରେ ଆମେ ଯେତେବେଳେ ଯାଉଛୁ ଆମେ ହଉଛୁ ଗରିବ ଜୀବନରେ ଖଟିବାକୁ ଯାଉଛୁ। ଝଡ଼ ବର୍ଷା ତୋଫାନ ସବୁ ଆମକୁ ସମ୍ଭାଳିବାକୁ ପଡୁଛି। ଆଉ ବେଳେ ବେଳେ ଯୋଉ ମାନେ ଆସେ ବାତ୍ୟା ମାନେ ଲଘୁଚାପ ଏବଂ ଇଏ ହେଉଛି ଆମର ଇଏ କହୁଛି ଆମର ଭୂମିକମ୍ପ ହେଉଛି, ଏପଟେ କହୁଛି ବାତ୍ୟା ଆସିବ। ବାତ୍ୟା ହେଲେ କେମିତି ଜାଣୁ? ବାତ୍ୟା ହେଲେ ଆମେ ଜାଣିଦେଲୁ, ଆଲର୍ଟ ଯାଏ। ଆଲର୍ଟ ତ ଧରିବନି, କହିଲେ କ'ଣ ହେବ, ଆଲର୍ଟ ଧରିବନି। ଆମେ ଏଥର ସମୁଦ୍ରରେ ପାଣି ଦେଖିକିରି କହିଦେଉ। ମାନେ ବାତ୍ୟା ହେବ ହଁ, ମାନେ ୱାଟର ଦେଖିକିରି ଆମେ କହୁ। ଆମର କ୍ୟାପାସିଟି ୱାଟର ଦେଖିବୁ, ୱାଟରରେ କେତେ ଜୋର ଫିସ୍ ମିଟର କେତେ ଜୋର ଚାଲୁଛି, କେତେ ଜୋର କେମିତି ହେଉଛି, ଆମେ ସେଇଟା ଆଲର୍ଟ ଦେଖିକିରି ଜାଣୁ। ତେଲ ପଡ଼ୁଛି ଆମର ଟଙ୍କା, ଯଦି ତେଲ ପଡ଼ିବ ଇଏ 5 ଲକ୍ଷ ଟଙ୍କାର ତେଲ ପଡ଼ିବ, ଆମକୁ ଆଣିବାକୁ ପଡ଼ିବ 10 ଲକ୍ଷ ଟଙ୍କା। 10 ଲକ୍ଷ ଟଙ୍କା ନହେଲେ ଆମର ମଜୁରୀ ନାହିଁ। 5 ଲକ୍ଷ ଟଙ୍କା ତେଲ ପଡ଼ିଲେ 10 ଲକ୍ଷ ଟଙ୍କାର ମାଛ ଆଣିବାକୁ ପଡ଼ିବ, ନହେଲେ ଆମର ନାହିଁ। କାହିଁ, ମାଲିକର ସବୁକିଛି ସଂସ୍ଥା ତାଙ୍କର ଏତେ ପଇସା। ସମୁଦ୍ର ଭିତରେ ଆମେ ରହୁଛୁ ମ୍ୟାକ୍ସିମମ୍ 8 ଦିନରୁ 10 ଦିନ, ଯଦି ନହେବ 15 ଦିନ ଭିତରେ ରହିଯାଉଛୁ। ବାପା ମା କି ମୋ ସ୍ତ୍ରୀ କି ପିଲା ଛୁଆ କାହାକୁ ଦେଖିବାକୁ ପାଉନୁ। ହଁ, ଆଉ କ'ଣ କରିବା, ଆମେ ଗରିବ ଜୀବନରେ ଖଟିବାକୁ ଯିବାକୁ ପଡ଼ିବ। ଆଉ ହଁ, ସବଜି ପରିବା ସବୁକିଛି ଆମେ ସାମାନ୍ୟ ଜିନିଷ ସବୁ ପିଇବା ପାଣି ବି ନେଇଯାଉ। କେତେ ଲିଟର ପାଣି? ଆମେ 5,000 ଲିଟର ପାଣି ନେଇଯାଉ। ହଁ, ତେଲ 5,000କୁ ପାଣି 5,000 ଏବଂ ସାମାନ୍ୟ ଜିନିଷ ବି ସେମିତିଆ 10 ଦିନ 15 ଦିନ ପାଇଁ ଆମେ ନେଉ। ଘରେ ଗଲେ 5-7 ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ। ମାଛ ସେମିତିଆ ଗ୍ୟାରେଣ୍ଟି ନାହିଁ। କେତେବେଳେ ହେଉଛି 2 ଲକ୍ଷ ଟଙ୍କାର ହେଉଛି 5 ଲକ୍ଷ ଟଙ୍କା ପୁଡ଼ିଲେ 2 ଲକ୍ଷ ଟଙ୍କା ହେଉଛି, କେତେବେଳେ ହେଉଛି 10 ଲକ୍ଷ ଟଙ୍କା ହେଇଯାଉଛି, କେତେବେଳେ 15 ଲକ୍ଷ ଟଙ୍କା ହେଇଯାଉଛି। ନାଇଁ, ଆମର ପରସେଣ୍ଟ ହିସାବ। ଆମର ଯଦି 1,00,000 ଟଙ୍କାର ମାଛ ହେବ, ଆମେ ପାଉଛୁ 12% 13% ଏମିତିଆ ପାଉଛୁ। ପାଇଲା ପରେ ଯଦି ଖର୍ଚ୍ଚ ଯଦି ନ ଉଠିବ, ଆମର ତା ଦେହରେ ଇନକମ୍ ନାହିଁ, ଆମେ ବେକାର ଖଟିକିରି ଆସିବୁ। ଆଉ ମାଛ ବିଭାଗର ତ ସବୁକିଛି ଫେସିଲିଟି ଆଉଛି, ତା ପାଇଁ ଆମ ପାଇଁ କିଛି ନାହିଁ। ସବୁକିଛି ଅଛି, ମେରାଇନ୍ କାର୍ଡ଼ରେ ସବୁକିଛି ଅଛି, ଆମେ ତା ଦେହରେ କିଛି ପାଇପାରୁନୁ। କାହିଁ, ଦେଖିଲା ବେଳକୁ ସବୁକିଛି ଆମ କେନ୍ଦ୍ର ସରକାର ସବୁକିଛି ଦେଉଛି, ତା ଦେହରେ ଆମେ କିଛି ଦେଖିଲା ବେଳକୁ ଗାଡ଼ିବାଲା, ଅଟୋବାଲା, ଦୋକାନବାଲା ସେ ସବୁ ପାଉଛନ୍ତି। ଆମେ ଯେ ଏ ସମୁଦ୍ରରେ ବଞ୍ଚିକିରି ଆଉଛୁ କି ମରିକିରି ଆଉଛୁ, ତା ଦେହରେ କିଛି ସୁବିଧା ନାହିଁ। ହଁ, ହରିଲୋଟ ହେଉଛି, ଲୁଟରା ହେଉଛି, ଚାଲିଛି। ଆଉ କିଛି ପାଉନାହାନ୍ତି, କିଛି ନାହିଁ। କେନ୍ଦ୍ର ସରକାର କେନ୍ଦ୍ରରୁ ଯେ ଆଇଥିଲେ ଆମ ଇଏ ତରଫରୁ, ମେରାଇନ୍ ତରଫରୁ ଆଇଥିଲେ, ସେ କହିଯାଇଛି କୋଉ ଦିନ ହେବ। ହଁ, ୟାଠୁ ଆହୁରି ବଡ଼ ଅଛି। ସେଇ ଏକା ସାଙ୍ଗରେ ଯାଉ। ଏଥର ସେ କାହାର ପାୱାରଫୁଲ୍ ଅଧିକା, କାହାର ପାୱାରଫୁଲ୍ କମ୍। କିଏ 10 ଦିନ ପାଇଁ ଯିବ, କିଏ 12 ଦିନ ପାଇଁ ଯାଉଛି, ଏଇ ଆଉ। ଧନ୍ୟବାଦ।